ଗଣେଶର ମୂର୍ତ୍ତି ବା ଠାକୁରଙ୍କ ପାଖରେ ଯଦି ମୂଷାର ପଥର ମୂର୍ତ୍ତି ଥୁଆଯାଏ ତଥାପି ଲୋକ ଆମେ ଠାକୁର ଭାବିକି ପୂଜା କରୁଛନ୍ତି। ତ ସେଇ ଜାଗାରେ ଯଦି ଜିଅନ୍ତା ମୂଷାଟିଏ ଆସିଗଲା ଆମେ ତାକୁ କିଳା ବା ଛାଞ୍ଚୁଣି ଧରିକି ଗୋଡ଼ଉଛନ୍ତି। ଠିକ୍ ସେଇଭଳି ଶିବଙ୍କ ବେକରେ ଯଦି ଆମେ ଗୋଟିଏ ସାପଟିଏ ଅଛି ଆମେ ପୂଜା କରୁଛନ୍ତି, କିନ୍ତୁ ଯଦି ସାପଟିଏ କୋଉଠି ବାହାରିଲା ଆମେ ତାକୁ କିଳା ଧରିକିରି ଗୋଡ଼ଉଛନ୍ତି ବାଡ଼େଇବା ପାଇଁ। ଠିକ୍ ସେମିତି ବାପା ମା ବଞ୍ଚିଥିଲା ବେଳେ ସେବା କରନ୍ତି ନାହିଁ କି ସମୟ ମିଳେ ନାହିଁ, ମୋବାଇଲରେ ବ୍ୟସ୍ତ ଥାନ୍ତି। ତ ବାପା କିମ୍ବା ମା ମରିଲା ପରେ ସେ ଚିନ୍ତା କରନ୍ତି ଆମ ବାପା ମା ବହୁତ ବଢ଼ିଆ ଥିଲେ, ମରିଗଲେ ଆଖିରୁ ଲୁହ ଆସେ, କିନ୍ତୁ ତାହାର ମୂଲ୍ୟ ହିଁ କିଛି ନଥାଏ। ତେଣୁ ଜୀବିତ ଥିଲାବେଳେ କିଛି ସେବା କର, ଅନୁଭବ କର, ସ୍ନେହ ଶ୍ରଦ୍ଧା ଦିଅ, ଏସବୁ ଜିନିଷକୁ ଅନୁଭବ କର। କିନ୍ତୁ କୌଣସି ଅଦରକାରୀ ବେଳେ ତୁମେ କାର୍ଯ୍ୟରେ ଲଗଉଛ, ଦରକାରୀ ବେଳେ କାର୍ଯ୍ୟରେ ଲଗଉନାହଁ। ତ ଏମିତି ହେଉଛି କଥା, ଆମେ ସବୁ ଜିନିଷକୁ ଠିକ୍ ସେ ପ୍ରୟୋଗ କରିପାରୁନାହାନ୍ତି।